ଏମିତି ପ୍ରତ୍ୟେକ ଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆପଣମାନେ ଜାଣିପାରିବେ ଆପଣମାନଙ୍କର ଗ୍ରହ ନକ୍ଷତ୍ରର ଚଳନ ବିଷୟରେ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ବୃଷ ରାଶିର ବ୍ୟକ୍ତିମାନଙ୍କର ଜୀବନରେ କିଭଳି ଏହି ସେପ୍ଟେମ୍ବର ମାସରେ ଜୀବନଟା କଟିବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି। ଦେଖନ୍ତୁ, ପ୍ରଥମତଃ ଆପଣଙ୍କ ଜୀବନରେ ପଞ୍ଚମ ଭାଗରେ ଦେବଗୁରୁ ବୃହସ୍ପତି ବିରାଜମାନ କରିଛନ୍ତି, ଯାହାକି ଆପଣଙ୍କ ପାଇଁ ଏକ ସୁଖମୟ ଘଟଣା ଅଟେ। କାରଣ ଦେବଗୁରୁ ବୃହସ୍ପତି ହେଉଛନ୍ତି ଧନର ପ୍ରତୀକ ଏବଂ ଖୁସିର ପ୍ରତୀକ ମଧ୍ୟ, ଶାନ୍ତିର ପ୍ରତୀକ ମଧ୍ୟ, ଯାହାଫଳରେ କି ଆପଣଙ୍କ ଜୀବନରେ ହଜିଯାଇଥିବା ଖୁସି ଫେରିଆସିବ ଏବଂ ଆପଣଙ୍କ ଜୀବନଟି ଶାନ୍ତିମୟ ଏବଂ ସୁଖମୟ ହୋଇଯିବ। ଯଦି ଆପଣ ବୃଷ ରାଶିର ବ୍ୟକ୍ତି ଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରିଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ ଏବଂ କମେଣ୍ଟରେ ଜୟ ଜଗନ୍ନାଥ ନିଶ୍ଚୟ ଲିଖିବେ। ପୁଣି ଦେଖନ୍ତୁ, ଆପଣଙ୍କର ସପ୍ତମ ଭାଗରେ ରବି ଏବଂ ରାହୁ ଏକତ୍ର ହୋଇ ବିରାଜମାନ କରିଛନ୍ତି, ଯାହାଫଳରେ କି ଆପଣଙ୍କ ଜୀବନରେ କିଛି ତ ସ୍ୱାସ୍ଥ୍ୟଜନିତ ବାଧାବିଘ୍ନ ଦେଖାଯାଇପାରେ, ନଚେତ୍ ଅଥବା କିଛି ଆପଣଙ୍କ ଜୀବନରେ ଅନ୍ୟ କିଛି ଦେଖାଯିବ ନାହିଁ। କାରଣ ଆପଣଙ୍କର ସ୍ୱାସ୍ଥ୍ୟଜନିତ ଯେମିତିକି କୌଣସି ପେଟ ରୋଗ ହେଉ କିମ୍ବା ଥଣ୍ଡା ରୋଗ, ଜ୍ୱର, କାଶ ଏହିପରି ରୋଗ ଆପଣଙ୍କୁ ଦେଖିବାକୁ ମିଳିବ, ନଚେତ୍ ଅନ୍ୟ କୌଣସି ଆପଣଙ୍କୁ ଅସୁବିଧାର ପ୍ରାପ୍ତ ହେବ ନାହିଁ। କାରଣ ଦେବଗୁରୁ ବୃହସ୍ପତି ପଞ୍ଚମ ଭାଗରେ ବିରାଜମାନ କରିଛନ୍ତି, ତାଙ୍କ ସହିତ ନବମ ଭାଗରେ ଆପଣଙ୍କର ପ୍ରିୟ ଗ୍ରହ ବୁଧ ଏବଂ ରବି ଆପଣଙ୍କର ନବମ ଭାଗରେ ବିରାଜମାନ କରିଛନ୍ତି, ଯାହାଫଳରେ କି ଆପଣଙ୍କର ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ ଏବଂ ଆପଣ କୌଣସି ନୂତନ ଗୃହ ମଧ୍ୟ ନିର୍ମାଣ କରିପାରନ୍ତି, କୌଣସି ଜମି ମଧ୍ୟ କ୍ରୟ କରିପାରନ୍ତି ଏବଂ ଆପଣଙ୍କ ଜୀବନରେ କୌଣସି ନୂତନ ଯାତ୍ରା ମଧ୍ୟ କରିପାରନ୍ତି। ଆପଣ କୌଣସି ଦୂରଯାତ୍ରା ମଧ୍ୟ କରିପାରନ୍ତି, ଯେମିତିକି ଟ୍ରାଭେଲିଂ କରିପାରନ୍ତି କି କୌଣସି ତୀର୍ଥ ମଧ୍ୟ ଯାତ୍ରା କରିପାରନ୍ତି ଏବଂ ଏହି ସେପ୍ଟେମ୍ବର ମାସରେ ଆପଣଙ୍କ ଜୀବନଟି ସୁଖମୟ ହୋଇଯିବ। ଆପଣଙ୍କର କୌଣସି ଯାନବାହନ ମଧ୍ୟ କ୍ରୟ କରିପାରନ୍ତି। କିନ୍ତୁ ଏହି ସେପ୍ଟେମ୍ବର ମାସରେ ଆପଣଙ୍କ ଜୀବନରେ ବହୁତ ଉନ୍ନତି ଘଟିବ। କେବଳ ସ୍ୱାସ୍ଥ୍ୟଜନିତ ରୋଗ ଏବଂ ସମସ୍ୟା ଦେଖିବାକୁ ମିଳିବ, ନଚେତ୍ ଆପଣଙ୍କ ଜୀବନରେ ଏହି ବୃଷ ରାଶିର ବ୍ୟକ୍ତିମାନଙ୍କର ଜୀବନରେ ଏହି ସେପ୍ଟେମ୍ବର ମାସଟି ଅତ୍ୟନ୍ତ ଖୁସିରେ କଟିବ। ଯଦି ଆପଣ ବୃଷ ରାଶିର ବ୍ୟକ୍ତି ଶେଷ ହୋଇଥାନ୍ତି ଏବଂ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବା ସହ କମେଣ୍ଟରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖିବେ। ରହୁଛୁ, ଧନ୍ୟବାଦ।